एप्रिल 16, एप्रिल 19, एप्रिल 26, मे 22 कंटिन्यूअस एग्जाम माने ता भितर कौन केमती पढ़िबे कोटा छाड़िबे केमिति कौनसी एग्जामटा क्रैक करेंगे निश्चित रूप में आपको मन में बहुत प्रकार क्वेश्चन आसुव आ से क्वेश्चन भितर भी आपड़ बेले बेले निजक असहज मन करुवे आउ बड़ कथा बेले बेले भाविकी भी आप टोटाली टाइमटा आप फ्रुटलेस जाऊे बेले बेले बहुत टेंशन लगुव आउ बेले बेले आप शोई पारे कारण मुझे जानी यहाँ जो जो पिला गोटे जॉबटे पाखे जॉब ना केते उरिट कारण से फेस देखिए मुझे भी आसी किंतु एते कम व्यवधान भितर जदि बारंबार एमती এটা তো কৌশি কলেজর সেমিস্টার নুহে যে হ্যাঁ ঠিক আছে পরসেন্টেজ কিংবা সিজিপিএ টিকে কমিগলে চলিব আপনার নিশ্চিত ভাবে জব দরকার তো যদি এ জিনিস সবু জিনিসর উত্তর আপনার পাইବାକୁ চাহুଛନ୍ତି ভিডিওটি লাস্ট যাଏ ଦେଖିବେ ତ ଆପଣଙ୍କୁ ଏସ୍ପି ନ୍ୟୁଜ୍ ର ଚ୍ୟାନେଲକୁ ସ୍ୱାଗତ ମୁଁ ପ୍ରକାଶ ମୁଁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ସାର୍ କାମ କରୁଛି ଆଉ ମେନ୍ ଟପିକ୍ ଉପରକୁ ଯିବାକୁ ମୁଁ କହୁଛି କହିଦେଉଛି ଆଉ ମୁଁ ୟା ପୂର୍ବରୁ ଆରାଇ ଥିଲି ତ ଭଲ ଭାବେ ଜାଣିଛି ଜିନିଷଟା କ'ଣ ମେନ୍ ଟପିକ୍ ଉପରେ ଯିବାକୁ ମୁଁ ଗୋଟେ ପିପିଟି ବନେଇ ସରି ମାନେ ସ୍ଲାଇଡ୍ ବନେଇଛି ସେଇଟା ଟିକେ ଦେଖିନେବା ସେଥିରେ ମୁଁ ଦେଇଛି କ'ଣ କୋଉ ଏକ୍ଜାମ୍ର ଆମର ଟାଇମ୍ କେତେ ତାର ଏକ୍ଜାମ୍ ପାଟର୍ନ କେତେ ସେ ସବୁକୁ ବନେଇଛି କାରଣ ଚାରିଟା ଏକ୍ଜାମ୍ ହେଲା ବେଳକୁ ହଠାତ୍ ବି ମୁଣ୍ଡରେ ସ୍କିପ୍ କରିଯିବ ଯେ ଏକ୍ଜାମ୍ରେ ଏଇଟା ନାହିଁ ଏକ୍ଜାମ୍ରେ ଏଇଟା ଅଛି ଓକେ ଟିକେ ଦେଖିନେବା ତାପରେ ଆମେ ମୁଁ ମେନ୍ ଟପିକ୍ ଗୋଟେ ଗୋଟେ କଥା କହିବି ଆଉ ସବୁଠୁ ବଡ଼ କଥା ହେଲା ମୋର ଭାଇମାନେ ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁନି କିଛିଟା ପଏଣ୍ଟ ମୁଁ ପ୍ରଥମେ କହିଦେଉଛି ଦେଖନ୍ତୁ ଯେଉଁମାନେ ଅଲରେଡ଼ି ପ୍ରିପେୟାର ହେଇସାରିଛ ଯେମିତି ମୁଁ ଭାବିବି ଯେ ଯେଉଁମାନେ ଆର୍ଆଇ ମେନ୍ସକୁ କ୍ୱାଲିଫାଇ କରିଛନ୍ତି ଆପଣମାନେ অলমোস্ট ସବୁ ସବଜେକ୍ଟ ଥରେ ଅଧେ ପଢ଼ିଛନ୍ତି ତ ଆପଣମାନଙ୍କୁ ମୁଁ ଗୋଟାଏ କଥା କହିବି କୌଣସି ନୂଆ ସବଜେକ୍ଟ ଏବେ ଆରମ୍ଭ କରନ୍ତୁ ନାହିଁ ଯେଉଁ ସବଜେକ୍ଟ ପଢ଼ିଛନ୍ତି ତାକୁ ହିଁ ରିଭିଜନ୍ କରନ୍ତୁ ଯଦି ନୂଆ ସବଜେକ୍ଟ ପଢ଼ିବେ ଓନ୍ଲି 1 ଆୱାର ପାଇଁ ଥେମ୍ ବେସ୍ଟ ମାନେ ଆମର ଯେଉଁ କରେଣ୍ଟ ଆଫେୟାର୍ସ ଅଛି ଓନ୍ଲି ସେଇଟା ପଢ଼ନ୍ତୁ ଆଉ କିଛି ପଢ଼ନ୍ତୁନି କେବଳ 1 ଆୱାର ତାଠୁ ଅଧିକ ପଢ଼ନ୍ତୁ ନାହିଁ ଆଉ ଯେଉଁ ଭାଇମାନେ ଅଲରେଡ଼ି ଆମର ଯେଉଁ ପ୍ରଥମ ଥର ପାଇଁ ପ୍ରିଲିମ୍ ଦେବେ ସେ ପ୍ରିଲିମ୍ ପାଇଁ ଆପଣ ଏବେ ଯାହା ଯଦି କୋର୍ସ ସାରିନାହାନ୍ତି ନେକ୍ସଟ ମାନେ ମୁଁ ଭାବିବି ଆଉ ରହିଲା ଆମର କେତେ 18 ଡେଜ୍ 5 ଡେଜ୍ ପାଖାପାଖି ଆପଣ ଯଥାଶୀଘ୍ର ଯେମିତିକି ମାରାଥନ୍ ହିସାବରେ କିମ୍ବା 2 ଘଣ୍ଟିଆ 3 ଘଣ୍ଟିଆ ମନ୍ଥଲି ୱାଇଜ୍ ଏମିତି ଆପଣ 10 ଆୱାର ଗୋଟେ କରେଣ୍ଟ ଆଫେୟାର୍ ସେସନ୍ ପ୍ରିପେୟାର କରିଦିଅନ୍ତୁ ଆଉ ରହିଲା ଆମର ଯେଉଁ ସବଜେକ୍ଟ ୱାଇଜ୍ ଯେଉଁ ଆମର ସବୁ ମାରାଥନ୍ ଭିଡ଼ିଓ ଆସୁଛି ସେଗୁଡ଼ା ଦେଖନ୍ତୁ ଗୋଟେ ସବଜେକ୍ଟ ଗୋଟେ ଜମା ବି ଦୁଇଟା ଧରନ୍ତୁନି କାରଣ ଦୁଇଟା ଆପଣ ସାରିପାରିବେନି ତ ଏମିତି କରିକି ଆପଣ 10 ଡେଜ୍ ପାଖାପାଖି ପଢ଼ନ୍ତୁ ଦେଖନ୍ତୁ ଆପଣମାନେ ଯେଉଁ ଲେଭେଲରେ ଅଛନ୍ତି ଆପଣମାନେ ନିଜକୁ ପଚାରନ୍ତୁ କ'ଣ ଏଇ ଏକ୍ଜାମ୍ରେ ଆପଣ କ୍ରାକ୍ କରିବାର ଯୋଗ୍ୟ କି ଆପଣଙ୍କ ଠାରୁ ଅଲରେଡ଼ି ପିଲା ସବୁ କୋର୍ସ ସାରି ଦେଇଛନ୍ତି ଆମେ ଜେନ୍ୟୁନ୍ ହେବା ଆମେ କାହାକୁ ମାନେ ଜେନ୍ୟୁନ୍ ହେବା ନିଜକୁ ପଚାରିବା ଅଲରେଡ଼ି ପିଲା ସାରିକି ଅଲରେଡ଼ି ଦେ ଆର୍ ପ୍ରିପେୟାର୍ଡ ଟୁ ଗେଟ୍ ଦ ଜବ୍ ତ ଆଜ୍ ଏ କମ୍ପିଟିଟର ଆଜ୍ ଏ ଓପନ୍ ମାଇଣ୍ଡେଡ୍ ପିପୁଲ୍ ଆମେ ନିଶ୍ଚିତ ରୂପେ ଏଇଟାକୁ ଚିନ୍ତା କରିବା ଯେ ଦେ ଆର୍ ଓଭିୟସଲି ମୋର୍ ସୁଇଟେବୁଲ୍ ବଟ୍ ତା ମାନେ ନୁହେଁ ଯେ ଆମେ ହାତ ମାନେ ଯେଉଁ ଆମ ଅସ୍ତ୍ର ଛାଡ଼ିକି ପଳେଇବା ନା ଷ୍ଟିଲ୍ ୱି ୱିଲ୍ ଫାଇଟ୍ ଲାଇକ୍ ମାନେ ଜାଣୁଥିବ ମାନେ ୟୁକ୍ରେନ୍ ରଷିଆ ୱାର୍ ଇରାନ୍ ଆମେରିକା ୱାର୍ ଆମେ କିଛି ହଦ ତକ୍ ତ ଟ୍ରାଏ କରିବା କିଛି ତ ଗେନ୍ କରିବା ତ ଯେଉଁଟାକି ଆମକୁ ନେକ୍ସଟ ଇୟର୍ରେ ଟିକେ ଆମକୁ ଷ୍ଟ୍ରଙ୍ଗ ବନେଇବ ତ ସେଇ ଜିନିଷଟାକୁ ଜାଣିବା ପୂର୍ବରୁ ମୁଁ ଆପଣମାନଙ୍କୁ ଏଥିରେ ଯେଉଁ 4ଟା ଏକ୍ଜାମ୍ ଅଛି ସେ ଏକ୍ଜାମ୍ର ପାଟର୍ନ ବିଷୟରେ ମୁଁ କହିବି ପ୍ରଥମ ଜିନିଷ ମୁଁ ଏଇଟା କହିଦେଲି ଦ୍ୱିତୀୟ ଜିନିଷରେ ମୁଁ ଆଉ ଗୋଟେ ପଏଣ୍ଟ ଆପଣଙ୍କୁ ଆସିବି ପ୍ରଥମ ଜିନିଷ ମୁଁ କ'ଣ କହିଲି ଯେ କୌଣସି ନୂଆ ସବଜେକ୍ଟ ପଢ଼ନ୍ତୁ ନାହିଁ ଯେତିକି ପଢ଼ିଛନ୍ତି ଯେଉଁମାନେ ଅଲରେଡ଼ି ପ୍ରିପେୟାର୍ଡ ସେଟାକୁ ବାର ରିଭିଜନ୍ କରନ୍ତୁ ପ୍ରତ୍ୟେକ ଦିନ ଗୋଟେ ଫୁଲ୍ ଲେନ୍ଥର ମକ୍ ଟେଷ୍ଟ ଦିଅନ୍ତୁ ଆଉ ମୁଁ କହିଦେଉଛି ଆପଣଙ୍କର ଯେଉଁମାନଙ୍କର ଫରେଷ୍ଟର ଏକ୍ଜାମ୍ ଥିବ ପ୍ରଥମ 16 ତାରିଖ କ'ଣ ଅଛି ଫରେଷ୍ଟର ଏକ୍ଜାମ୍ ଅଛି 19 ତାରିଖ କ'ଣ ଅଛି ଆମର ହେଉଛି ସିଜିଏଲ୍ ପ୍ରିଲିମ୍ ଅଛି ଫରେଷ୍ଟରରେ ଆମର डाटा इंटरप्रिटेशन ना लॉजिकल रीजनिंग ना तो ये दुईटा किंतु आमर सीजीएल अच्छी आपण जो फुल लेंथ मॉक टेस्ट लगाउछंती सेतिरे कोन करंतु गोटे दिन सीजीएल लगांतु आ गोटे दिन आरआई रो प्रिलिम पई लगांतु आरआई रो प्रिलिमटा लगाले आपन फॉरेस्टर गार्डटा पार हो जिवो तनको ता पई फॉरेस्ट गार्ड पई सेंति स्पेसिफिक लगांतु नाही आरआई रो प्रिलिम लगांतु प्रथमे এই जो नेक्स्ट 18 डेज रहिला ता फल रे आपनकर फॉरेस्ट गार्ड रो प्रिलिमटा भी दरकार पड़ले पार हो जिवो जो मानकर कोन से एग्जाम टिल नाउ हेई नाही आ रहिला है नहीं जो मानकर मेन्स अच्छी आरआई मेन्स अच्छी मुझे प्रथम कही जो मानकर कौन से एग्जाम है एंड आपण मैंने आप प्रथम थर पर पुणी आउ थे दौरान प्रथम आप कौन करेंगे ताले आप आरआई मेन्स ना ताले आप कौन करेंगे फॉरेस्ट गार्ड को भी धरवे आइदर से गोटे जॉब हो कि ओएसएससी सीजीएल गोटे जॉब हो कि आमर आसूसी जो आम आरआई प्रिलिम आरआई एआरआई आई मीन VAW एत गोटे जॉब आप निश्चित भाव गोटे धरवे तेणुक आपन को मुझे कहबी आप फॉरेस्ट गार्ड रोचे आप ये लगातु बोली ना आपण कौन लगातु ना आप फॉरेस्ट गार्ड भी जदि भी लगाउछंती गोटे दिन आप एबे जो नेक्स्ट 18 डेज रे आप गोटे दिन सीजीएल प्रिलिम पे गोटे मॉक टेस्ट लगातु आ गोटे दिन होला फॉरेस्ट गार्ड पे लगातु तापर एतिकी सरीगला परे 19 तारिख सरीगला परे आहुरी आपनको 1 मंथ पाखापाखि टाइम अच्छी नेक्स्ट आरआई रो प्रिलिम टा पे से भितर आरआई रो प्रिलिम रो मॉक टेस्ट लगाइबे ताहले एतिकी भितर आमे जो माने प्रथम थर पे एग्जाम दोछंती तांकर प्रॉब्लम टा को क्लैरिफाई कर देली तापर रहला हमर जो माने आमर आरआई मेन्स देवे आ प्लस सीजीएल देवे
ତ ଆପଣମାନେ କ'ଣ କରନ୍ତୁ ନା ପୁଣି ଆର୍ଆଇର ପ୍ରିଲିମ୍ ଏଇ ଯେଉଁ ଫରେଷ୍ଟ ଗାର୍ଡ଼ର ପ୍ରିଲିମ୍ଟା ବି ଦେବେ। କିଛି ତ କହିହେବନି ନା ଆର୍ଆଇର ମେନ୍ସ ଦେଇଦେଲେ ବୋଲି ଆପଣଙ୍କର ଆର୍ଆଇ ହେଇଯିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ଆପଣ ଗୋଟେ ଜବ୍ ନେବାର ଅଛି ଗ୍ୟାରେଣ୍ଟି ଅଛି। ଯଦି ଆପଣ ବହୁତ ଜୋର ପଡ଼ିବେ ନିଶ୍ଚୟ ଅଛି। ସେ ଆଡ଼କୁ ମୁଁ ଯିବିନି। ମୁଁ ମାନେ ନେଗେଟିଭ୍ ଜିନିଷଟାକୁ ବି କନସିଡର କରୁଛି। ତ ଆପଣ କ'ଣ କରିବେ ନା ସବୁବେଳେ ପ୍ରତ୍ୟେକ ଦିନ ଗୋଟେ ସିଜିଏଲ୍ର ପ୍ରିଲିମ୍ ଦେବେ। ଆର୍ଆଇର ଗୋଟେ ମେନ୍ସ ଦେବେ। କାରଣ ଆପଣ ଯଦି ଆର୍ଆଇ ମେନ୍ସକୁ ଯାଇଛନ୍ତି ଫରେଷ୍ଟ ଗାର୍ଡ଼ର ପ୍ରିଲିମ୍ଟା ଆପଣଙ୍କର କ୍ଲିୟର ହେଇଯିବ। ତାହେଲେ ଦୁଇଟା ପ୍ରକାରର କ୍ୟାଣ୍ଡିଡେଟ୍ ଷ୍ଟୁଡେଣ୍ଟଙ୍କ ସିଚୁଏସନ୍ ମୁଁ କହିଦେଲି। ଯେଉଁମାନେ ପ୍ରଥମ ଥର ପାଇଁ ଆମର ଜବ୍ ଦେବେ ଏଇ ଯେଉଁ ପ୍ରିଲିମ୍ କ୍ୱାଲିଫାଇ କରିବେ ତାଙ୍କ ପାଇଁ, ଯେଉଁମାନେ ଆର୍ଆଇ ମେନ୍ସ ଦେବେ ତାଙ୍କ ପାଇଁ, 2 ଜଣ କ୍ୟାଣ୍ଡିଡେଟ୍ଙ୍କ କଥା ମୁଁ କହିଦେଲି। ଏବେ ଏ ଭିଡ଼ିଓରେ ଆମେ କ'ଣ କରିବା ନା ଟିକେ ଆମେ ଯିବା ତାର 4ଟା ଯାକ ଏକ୍ଜାମ୍ ପାଇଁ ମୁଁ ଏକା ଗୋଟେ ସ୍ଲାଇଡ଼୍ଟେ ବନେଇଛି କେଉଁଥିରେ କ'ଣ ନାହିଁ ସେଇଟାକୁ ନେଇକି ମୁଁ ଆପଣଙ୍କୁ ଜଷ୍ଟ ଓଭରଅଲ୍ ଆଇଡ଼ିଆ ଦେଇଦେବି। ଓକେ। ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣମାନେ ଜମା ବି ମାନେ ଆଦୌ ବ୍ୟସ୍ତ ହୁଅନ୍ତୁନି। ନିଜମାନଙ୍କୁ ଶାନ୍ତ ରଖନ୍ତୁ। ସକାଳୁ ଉଠନ୍ତୁ, ଟିକେ 5-10 ମିନିଟ୍ ନିଜକୁ ଟିକେ ଏକୁଟିଆ ସ୍ପେସ୍ ଦିଅନ୍ତୁ। ଟିକେ ଟାଇମ୍ ଦିଅନ୍ତୁ, ଏକା ଟାଇମ୍ ଦିଅନ୍ତୁ। ଆଉ ଟିକେ ଶାନ୍ତ ହେଇକି ଭାବନ୍ତୁ। ଆଉ ବେଶୀ ସମୟ ଭାବିବା ଟାଇମ୍ ୱେଷ୍ଟ କରନ୍ତୁ ନାହିଁ। ଆପଣ ମାନେ ହାଲକା ନିଜର ନୋଟ୍ ନିଅନ୍ତୁ। ମୋତେ ଏଇ ସବଜେକ୍ଟଟା ପଢ଼ିବାକୁ ପଡ଼ିବ। ଆପଣ ଜାଣିଛନ୍ତି ସିଲାବସ୍ କ'ଣ, ଆପଣ ଜାଣିଛନ୍ତି କେତେ ପଢ଼ିଛନ୍ତି କେତେ ପଢ଼ିନାହାନ୍ତି। ତ ହାଲକା ନିଜ ମନରେ ପ୍ରିପେୟାର କରନ୍ତୁ। ଗୋଟେ ନେକ୍ସଟ 8 to 10 ଡେଜ୍ର ଗୋଟେ ପ୍ଲାନ୍ ବନାନ୍ତୁ ଯେ ମୁଁ ଆଟଲିଷ୍ଟ ଯଦି ପଢ଼ିବି ଏଇ ଜିନିଷକୁ ମୁଁ ରିଭାଇଜ୍ କରିବି, ଏଇ ଜିନିଷରେ ମୁଁ ଷ୍ଟ୍ରଙ୍ଗ ଅଛି, ଏଇ ଜିନିଷରେ ମୁଁ ୱିକ୍ ଅଛି। ତ ଆପଣ ମାନେ ସେଟାକୁ ନୋଟ୍ ଡାଉନ୍ କରିନିଅନ୍ତୁ। ଆଉ ମାନେ ପ୍ରତ୍ୟେକ ସବଜେକ୍ଟ ଆପଣ ଯଦି ମିଶାଇ ଦେବେ, ଆପଣଙ୍କ ପାଖରେ କେତେଟା ସବଜେକ୍ଟ ଅଛି ଟୋଟାଲି? ଗୋଟେ ଆରିଥମେଟିକ୍ ଅଛି, ଗୋଟେ ରିଜନିଂ ଅଛି, ଗୋଟେ ଡିଆଇ ଅଛି, ଗୋଟେ ଓଡ଼ିଶା ଜିକେ ଅଛି, ଗୋଟେ ଜେନେରାଲ ଜିକେ ଅଛି, ଆଉ ଗୋଟେ କରେଣ୍ଟ ଆଫେୟାର୍ସ ଅଛି, ଆଉ ଗୋଟେ ଇଂଲିଶ ଅଛି, ଓଡ଼ିଆ ଅଛି। ଏମିତି 8ଟା ସବଜେକ୍ଟ ଅଛି। ଆପଣ ପର୍ ଡେରେ 8 ଘଣ୍ଟା ଦିଅନ୍ତୁ ସବୁ ସବଜେକ୍ଟକୁ। ପର୍ ଡେରେ 8 ଘଣ୍ଟା ଦିଅନ୍ତୁ। ସିଜିଏଲ୍ ଯେତେବେଳେ ଆପଣଙ୍କର ପାଖ ପଳାଇ ଆସିବ ମାନେ 8 ଘଣ୍ଟା ଦେଇ ଦିଅନ୍ତୁ। ଆଉ ପର୍ ଡେରେ ଗୋଟେ ମକ୍ ଟେଷ୍ଟ ଦିଅନ୍ତୁ। ପ୍ରାୟତଃ ଏଇ କେତେ ଦିନ ଆପଣଙ୍କୁ 10 ଆୱାର ଟିକେ ମେହନତ କରିବାକୁ ପଡ଼ିବ। ଆପଣ 10 ଘଣ୍ଟା ମେହନତ କରନ୍ତୁ, ତାପରେ ଯାଇକି ଆପଣ ପ୍ଲାନ୍ କରନ୍ତୁ। ସଫିସିଏଣ୍ଟ ୱାଟର ନିଅନ୍ତୁ, ଟିକେ ରେଷ୍ଟ ନିଅନ୍ତୁ। ଟିକେ ଆମର ଯେଉଁ ଘରର ଯାହା ପ୍ରୋବ୍ଲେମ୍ ହେଲା କି ଆପଣଙ୍କର ପାର୍ଟନରଙ୍କ ସହିତ ପ୍ରୋବ୍ଲେମ୍ ହେଲା ତା ସହିତ ଏତେ ଟେନସନ୍ ନିଅନ୍ତୁ ନାହିଁ। ଆପଣ ଜାଣିଶୁଣି ଆପଣଙ୍କ ତାଙ୍କ ସହିତ ଯେଉଁ ଆର୍ଗୁମେଣ୍ଟ ହେଲା, ଯେଉଁମାନଙ୍କର ଅଲମୋଷ୍ଟ ପିଲାଙ୍କର ଆଜିକାଲି ଗର୍ଲଫ୍ରେଣ୍ଡ ରହୁଛି, ଆର୍ଗୁମେଣ୍ଟକୁ ଆଭଏଡ଼ କରନ୍ତୁ। ଘରର ପ୍ରୋବ୍ଲେମକୁ ଜାଣିଛେ ଇଗ୍ନୋର କରନ୍ତୁ। ଆଉ ନିଜ ଭିତରେ ରହନ୍ତୁ। ତ ପ୍ରତ୍ୟେକ ଯେଉଁ 10ଟା ମକ୍ ଟେଷ୍ଟ କିମ୍ବା ଯେଉଁ 18 ଦିନ ଭିତରେ ମୁଁ ଭାବୁଛି ଆପଣ 15ଟା ମକ୍ ଟେଷ୍ଟ ଦିଅନ୍ତୁ। ନିଜକୁ ଆନାଲାଇଜ୍ କରନ୍ତୁ। ଏଇ ଜିନିଷଟା ମୁଁ ଜାଣିଥିଲି କିନ୍ତୁ ଭୁଲ କରିଦେଲି। ନେକ୍ସଟ ମକ୍ ଟେଷ୍ଟରେ ମୁଁ ଏଇଟା ଭୁଲ କରିବି ନାହିଁ। ଆପଣଙ୍କର ଭୁଲଟାକୁ ତୁରନ୍ତ 10 ଡେ ଭିତରେ ଆଇଡେଣ୍ଟିଫାଏ କରନ୍ତୁ, ଯେଉଁଟାକି ଏକ୍ଜାମ୍ ଭିତରେ ଆଉ ଯେମିତି ଭୁଲ ନ ହୁଏ। ଏଇଟା ହେଲା ଓଭରଅଲ୍ ସଜେସନ୍ ମୁଁ ଆପଣଙ୍କୁ ଦେଇଦେଲି। ଆଉ ପ୍ରତ୍ୟେକ ଦିନ ଆପଣ ଟ୍ରାଏ କରନ୍ତୁ ମାନେ 11 ଆୱାର ଭିତରେ ରାତି ଭିତରେ ଶୋଇଯିବେ, ସକାଳୁ ଉଠିବେ, ଟିକେ ଭିଟାମିନ୍ ଡି ନିଅନ୍ତୁ। ଏ ସବୁ କ'ଣ ଆପଣଙ୍କ ମାଇଣ୍ଡଟାକୁ ଟିକେ କାମ କରେ। ଟିକେ ଖରାରେ ଚାଲିକି ଯାଆନ୍ତୁ, ପାଖରେ ଯେଉଁଠି ପାର୍କ ଅଛି କିମ୍ବା ଯଦି କୌଣସି ନିରୋଳା ଜାଗାକୁ ଯାଆନ୍ତୁ, ହାଲକା ଏକ୍ସରସାଇଜ୍ କରିନିଅନ୍ତୁ, ପୁଣି ଆସନ୍ତୁ, ପୁଣି ଆଉ ଥରେ ପଢ଼ା ଷ୍ଟାର୍ଟ କରନ୍ତୁ। ଆଉ ଯେଉଁ ଟିଫିନ୍ ଯାହା ଯେତିକି ସିମ୍ପଲ୍ ଖାଦ୍ୟ ଖାଆନ୍ତୁ, ମାନେ ଏମିତି ନୁହେଁ କି ବିରିୟାନୀ ଖାଇଦେବେ, ମାନେ ଯଦି ମାଛ ଖାଇଲେ ଟିକେ ଗୋଟେ ପିସ୍ ଖାଇଦେବେ, ତାହେଲେ ଆପଣଙ୍କୁ ମାନେ ଟାୟାର୍ଡ଼ ଫିଲ୍ ହେବନି। ଆପଣଙ୍କ ବଡ଼ିର ମ୍ୟାକ୍ସିମମ୍ ଏନର୍ଜି ହଜମ କରିବାରେ ଯିବନି। ଆଉ ଗୋଟେ ବଡ଼ କଥା ହେଲା ଏତେ ପାର୍ଟି ଫାର୍ଟି ଯଦି ବାହାଘର ସାହାଘର ଅଛି ସାଙ୍ଗସାଥି ଟିକେ ଆଭଏଡ଼ କରନ୍ତୁ ଏବେ। ଆଉ ହେଉଛି ଆମର ରହିଲା ଷ୍ଟ୍ରିଟ୍ ଫୁଡ଼୍କୁ ବି ଟିକେ ଆଭଏଡ଼ କରନ୍ତୁ। ଯଦି ଖାଇବେ ବାହାରେ ଇଟଲି ଖାଆନ୍ତୁ, ଆଉ ଭଲ ଜାଗାରେ ଖାଆନ୍ତୁ ଯିଏ ଡେଲି ବନଉଥିବ। କାରଣ ଗୋଟେ ଦିନ ଖରାପ ହେଇଗଲେ ଦେହ ବି ବହୁତ ଅସୁବିଧା। କିନ୍ତୁ ଦେଖନ୍ତୁ ମୋର ଯେମିତି ଥଣ୍ଡା ହେଇଯିବ, ଟୋନ୍ ପଡ଼ୁନି। ତ ଏଇଭଳିଆ ଜିନିଷ ଯଦି ଆସିଯିବ ଆପଣଙ୍କର ଅଲମୋଷ୍ଟ ସେତେବେଳେ ଆପଣଙ୍କର ଫୁଲ୍ ଆଉଟପୁଟ୍ଟା ଦେଇପାରିବେ ନାହିଁ। ଆଉ ଜିନିଷ ହେଲା ଟିକେ ରିଲାକ୍ସ ରୁହନ୍ତୁ, ଅଧିକ ଜମା ଭାବନ୍ତୁ। ଯେତେବେଳେ ଆପଣଙ୍କୁ ଭାବନା ଆସୁଛି ଠିକ୍ ଅଛି, ଆପଣ ଗୋଟେ ଯୁଦ୍ଧକୁ ଯାଉଛନ୍ତି, କିନ୍ତୁ ଯୁଦ୍ଧ ପୂର୍ବରୁ ଚିନ୍ତା ଆସିବା ନିଶ୍ଚିନ୍ତ। କିନ୍ତୁ ଚିନ୍ତା ଭିତରେ ମୁଁ କହିଛି ନା ଗୋଟେ ଜିନିଷ, ଚିନ୍ତାକୁ ମ୍ୟାନେଜ୍ ଯଦି କରିପାରିଲେ ଚିନ୍ତା ଖରାପ ନୁହଁ, ଚିନ୍ତା ଆପଣଙ୍କୁ ପଜିଟିଭ୍ ଦିଗକୁ ନେବ। ଚିନ୍ତାକୁ ଯଦି ମ୍ୟାନେଜ୍ ନ କରିପାରିଲେ କ'ଣ କହୁଛନ୍ତି, ଡାଇବେଟିସ୍ର ମେନ୍ କାରଣ ହେଲା ଓଭର ଥିଙ୍କିଂ ବା ଷ୍ଟ୍ରେସ୍। ତ ଏଇଠୁ ଏଇ ଦୁଇଟାର ଜିନିଷ ସେ ସେମ୍ ଜିନିଷ କେତେବେଳେ ଯଦି ସେ ଜିନିଷଟାକୁ ଆମେ ନେଗେଟିଭ୍ ୱେରେ ୟୁଜ୍ କରିବା ସେଟା ଆମକୁ କ୍ଷତିକାରକ ହେବ। ପଜିଟିଭ୍ରେ ନେଇଗଲେ ଆମ ପାଇଁ ବେନିଫିଟ୍ ହେବ। ଏବେ ଯିବା ଆମେ ଏକ୍ଜାମ୍ ପାଟର୍ନଟା ବିଷୟରେ ଟିକେ ବୁଝିଦେବା। ଓକେ। ତ ଏଠିକି ଆପଣ ଦେଖିନିଅନ୍ତୁ, ମାନେ ପ୍ରଥମେ କ'ଣ ଅଛି ଆପଣଙ୍କର ଫରେଷ୍ଟର ଅଛି ଏପ୍ରିଲ 16ରେ। ଫରେଷ୍ଟରରେ ଆପଣଙ୍କର ଡିଆଇ ନାହିଁ। ତେଣୁକରି ଆପଣଙ୍କୁ ମୁଁ କ'ଣ କହିଥିଲି, ଆପଣ ଯଦି OSSC ଆର୍ଆଇର ଦେଖନ୍ତୁ OSSC ଆର୍ଆଇ ଟିକେ ମୋର ଭୁଲ ହେଇଯାଇଛି ଏପଟେ ଲେଖିବାରେ। OSSC ଆର୍ଆଇ ଆମର ଲେଫ୍ଟ ସାଇଡ଼୍ ଏ କଲମରେ ଦେଖନ୍ତୁ OSSC ଆର୍ଆଇ ର ପ୍ରିଲିମ୍ସଟା ମେନ୍ସଟା ଆପଣଙ୍କର ଏପ୍ରିଲ 26ରେ ଅଛି। ଏ ଟିକେ ଏପଟ ସେପଟ ହେଇଛି। OSSC ଖାଲି ସେଇଟା ଏପଟ ସେପଟ ହେଇଛି, ଆଉ କିଛି ଏପଟ ସେପଟ ହେଇନି। OSSC ଆର୍ଆଇରେ ଯେଉଁ ମେନ୍ସରେ ଆମର କ'ଣ ଅଛି, ଡିଆଇ ନାହିଁ, ଯେଉଁଟାକି OSSC ପ୍ରିଲିମ୍ରେ ବି ନାହିଁ କି ଫରେଷ୍ଟରରେ ବି ଆପଣଙ୍କର ଲଜିକାଲ୍ ରିଜନିଂ ବି ନାହିଁ। ତେଣୁକରି ଆପଣ ଯଦି OSSC ଆର୍ଆଇର ପ୍ରିଲିମ୍ର ମକ୍ ଟେଷ୍ଟଟା ଆପଣ ଦେଇଦେବେ, ତାହେଲେ ଆପଣଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ଆଉ ଗୋଟେ ବଡ଼ କଥା ହେଉଛି ଆପଣଙ୍କର OSSC ଫରେଷ୍ଟର ଆଉ OSSC ସିଜିଏଲ୍ ପ୍ରିଲିମ୍ ଭିତରେ ମାତ୍ର କେତେ ଦିନର ଟାଇମ୍ ଅଛି? ମାତ୍ର 3 ଦିନର ଟାଇମ୍ ଅଛି। ଆପଣ ତୁରନ୍ତ ଏକ୍ଜାମ୍ରୁ ପଳାଇ ଆସିବେ, ଆଦୌ ପ୍ରେସର୍ ନେବେନି, ପାଣି ଫାଣି ପିଇବେ, ଘଣ୍ଟା 2 ଘଣ୍ଟା ଟିକେ ରେଷ୍ଟ ନେବେ, କୌଣସି କ୍ୱେଶ୍ଚନ୍ ଦେଖିବେ ନାହିଁ, ତୁରନ୍ତ ଆସିକି ଆପଣ
କ'ଣ କରିବେ ନା ଟିକେ ହେଉଛି ଆପଣଙ୍କର ଡିଆଇଟାକୁ ଟିକେ ପଢ଼ିଦେବେ କାରଣ ଆପଣ ଫରେଷ୍ଟର ପାଇଁ ପଢ଼ୁଥିଲେ। ଆଉ ସେଥିରେ କ'ଣ କରିବେ ଆପଣଙ୍କର ଓଡ଼ିଶା ଜିକେଟାକୁ ପଢ଼ିଦେବେ। କରେଣ୍ଟ ଆଫେୟାର୍ସକୁ ରିଭିଜନ କରିଦେବେ। କିଛି ଏକ୍ଜାମ୍ ତା ଭିତରେ ଦେବା ଦରକାର ନାହିଁ। ଖାଲି ଏକ୍ଜାମ୍ ପୂର୍ବ ଦିନ ଆପଣ କ'ଣ କରିବେ ସେଇଟାକୁ ଟିକେ ଆଉ ଥରେ ମାନେ ଆମର ଯୋଉ କ୍ୱେଶ୍ଚନ୍ସ ଆସିଥିଲା ଲାଷ୍ଟ ପ୍ରିଲିମ୍‌ରେ ସେଗୁଡ଼ାକୁ ଦେଖି ଦେଇକି ଯିବେ। ମୁଁ ଏଇଟା ଗୋଟେ ପଏଣ୍ଟ କଥା ଆପଣଙ୍କୁ କହିଦେଉଛି। ଗୋଟେ ଭୁଲି ଯାଇଛି ବଡ଼ କଥାଟେ। ଏକ୍ଜାମର ଯେତେବେଳେ 2-3 ଦିନ ପୂର୍ବରୁ ଥିବ ସେତେବେଳେ ଆପଣ ଆଉ ମକ୍ ଟେଷ୍ଟ ନ ଦେଇକି ବି ଲାଷ୍ଟ ଇୟର ଯୋଉ ଏକ୍ଜାମଟା ଆସିଥିଲା ଯେକୌଣସି ଗୋଟେ 2ଟା 3ଟା ଆପଣଙ୍କର ସିଫ୍ଟ ଖୋଲିକି ସେଗୁଡ଼ା ସଲ୍ଭ କରିଦେବେ। କରିଦେଲେ କ'ଣ ହୁଏ ନା ସେଟା ଗୋଟେ ମାନେ ମାଇଣ୍ଡରେ ଗୋଟେ ଆସେ ଯେ ହଁ ମାନେ ଯେମିତି ଟାଇମିଂ ଦେଇଦେବେ ନିଜ ମୋବାଇଲରେ ଟାଇମିଂ ଦେଇକି ସେଇ ୱେରେ ଆପଣ ସଲ୍ଭ କରିବେ। ସଲ୍ଭ କରିଦେଲେ ସେଟା ଗୋଟେ କ'ଣ ହୁଏ ନା ସେଟା ଗୋଟେ ଏକ୍ଜାମ ମାହୋଲ ଆଉ ସେଇଭଳିଆ ପ୍ରେସର ସେଇ ଟାଇମରେ ଦେବେ। ଆପଣଙ୍କର ଯୋଉ ସମୟରେ ସିଫ୍ଟ ଜଣା ପଡ଼ିଯାଇଥିବ ଆପଣଙ୍କର ଏଇ ଟାଇମରେ ପଡ଼ିଛି ସେ ସେଇ ଟାଇମରେ ଦେବେ। ଦେଲେ ସେଟା ଗୋଟେ ଆପଣଙ୍କର ଏକ୍ଜାମର ମାହୋଲ କ୍ରିଏଟ୍ କରିବ। ଆଉ ହେଉଛି ସବୁଠୁ ବଡ଼ କଥା ହେଲା ଆମର ଫରେଷ୍ଟର ପାଇଁ ହଁ ସରି ମାହୋଲ ଗୋଟେ କ୍ରିଏଟ୍ କରିବ। ଆପଣ ସେଇଠି ଆପଣଙ୍କ ଦିମାଗଟା କୋଉଠି ଅଟକୁଛି କୋଉଠି ଅଟକୁନି। ଆଉ ଯଦି ଅଟକିବ ତାକୁ କେମିତି ସ୍ମୁଥଲି ଫ୍ଲୋ କରେଇକି ପଳେଇବେ ସେ ସମୟ ଭିତରେ ଆଉ ସବୁ କଭର ଅପ୍ କରିବେ। ଏଇ ଜିନିଷଟା ସେଠି ଆପଣଙ୍କର କ୍ଲାରିଫାଏ ହେଇଯିବ। ଠିକ୍ ଅଛି। ଦେଖନ୍ତୁ ଫରେଷ୍ଟରରେ 90 ମିନିଟ୍ସ ଅଛି ମାନେ ପର କ୍ୱେଶ୍ଚନକୁ ଆପଣଙ୍କୁ 54 ସେକେଣ୍ଡ ମିଳିବ। ଆଉ ଯେତିକିଟା ହେଉଛି ପ୍ରିଲିମ୍ OSSC RI ପ୍ରିଲିମ୍ ଯୋଉ ମାନେ ମେ 22ରୁ ଷ୍ଟାର୍ଟ ହେବ। ସେଇ ଦୁଇଟାରେ ଆପଣଙ୍କର ଟାଇମିଂର ଟିକେ ଇସ୍ୟୁ ଅଛି। ମାନେ ଓନ୍ଲି 54 ସେକେଣ୍ଡସ୍ ଲେଖା ଆପଣ ପାଇବେ। ଆର ଗୁଡ଼ାକରେ ଆପଣଙ୍କର ଫୁଲ୍ 1 ମିନିଟ୍ ପାଇବେ। ତେଣୁକରି ଆଦୌ ବ୍ୟସ୍ତ ହେବା ଦରକାର ନାହିଁ। ଆଉ ଅଲ୍ ଦି ବେଷ୍ଟ ଫର୍ ୟୋର୍ ଏକ୍ଜାମ୍। ମୁଁ ଯେମିତି କହିଲି ଆପଣମାନେ ଚେଷ୍ଟା କରନ୍ତୁ ସେଇ ୱେରେ କେମିତି ଏକ୍ଜାମଟିକୁ ଭଲ କରିବା। ଆଇ ହୋପ୍ ଆପଣମାନେ ନିଶ୍ଚିନ୍ତ ଜବ୍ ପାଇବେ। ଆଉ ଜବ୍ ପାଇଲେ ଆସିକି ଯେମିତି ଆମ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବେ ସେଥିପାଇଁ ଆପଣ ମାନେ ଇଏ ହୁଅନ୍ତୁ ରେଡ଼ି ହୁଅନ୍ତୁ। ଆମର ଗୋଟେ ଟେଲିଗ୍ରାମ ଚ୍ୟାନେଲ୍ ଅଛି ଯୋଉଠିକି ମୁଁ ଏଇ ଯୋଉ କିଛି ଦିନ ରହିଲା ସେତିକି ଭିତରେ ମୁଁ ଥିମ୍ ବେସ୍ଡର କରେଣ୍ଟ ଆଫେୟାର୍ସ ଆପଣଙ୍କୁ ପଢ଼େଇବି। ଅଲରେଡ଼ି ମୁଁ ଓଡ଼ିଶା ଇକୋନୋମିକ୍ ସର୍ଭେ ଆଉ ବଜେଟ୍ ଦୁଇଟାକର ବହୁତ କମ୍ ସମୟ ଭିତରେ 20-22 ମିନିଟ୍ ଭିତରେ ପଢ଼େଇ ଦେଇଛି। ତାକୁ ବି ଯାଇକି ଆପଣ ସେଠୁ ନିଜ PDF ନେଇଯାଇକି ଆପଣ ରିଭିଜନ ବି କରିଦେଇପାରିବେ। ଆଜି କାଲି ସକାଳେ ମୁଁ ଇଣ୍ଡିଆ ବଜେଟ୍ ମାତ୍ର 20-22 ମିନିଟ୍ରେ ଆପଣ ସେଇ ଗୋଟାକୁ ପ୍ରିଣ୍ଟ ଆଉଟ୍ କରିଦେବେ। ଦୁଇଥର ପଢ଼ିଦେଲେ ଆପଣଙ୍କର ଆଉ କୌଣସି ଅସୁବିଧା ହେବ ନାହିଁ। ସେଇଭଳିଆ ଥିମ୍ ବେସ୍ଡ କ୍ୱେଶ୍ଚନ୍ ବି ଆପଣଙ୍କୁ କରିବି। ବାଏ ବାଏ ଟିଲ୍ ଦ ନେକ୍ସଟ ଭିଡ଼ିଓ। ଥ୍ୟାଙ୍କ ୟୁ।